धनतेरस सुना और रूपा कहीं किणाए। धनतेरस दिन सुना और रूपा किणिले आमर लक्ष्मी घर को आसी था। तो यह पुराणा प्रथा। सुना और रूपा को लक्ष्मी देवी प्रतीक आम बोली मानु था। धनतेरस होची दीपावली प्रथम दिन और यही दिन लक्ष्मी देवी को पूजा कराए। ସେହି दिन ସୁନା ରୂପା କିଣିଲେ ଘରେ ଧନ ଧାନ୍ୟ ଓ ସମୃଦ୍ଧି ବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ। ଏହି ଦିନ ନୂତନ କିଛି ବସ୍ତୁ କିଣିଲେ ବର୍ଷରେ ସେହିପରି ସମୃଦ୍ଧି ଆସେ ବୋଲି ଆମର ଧାରଣା ଅଛି। ଧନତେରସ ଦିନ ଭଗବାନ ଧନ୍ୱନ୍ତରୀଙ୍କ ଜନ୍ମ ହୋଇଥିଲା। ସେ ଆୟୁର୍ବେଦ ଓ ସ୍ୱାସ୍ଥ୍ୟର ଦେବତା। ସେ ଅମୃତ କଳସଟିଏ ନେଇ ପୃଥିବୀ ପୃଷ୍ଠକୁ ଆସିଥିଲେ। ତେଣୁ ଏହି ଦିନ ଧାତୁ ଓ ସୁନା ରୂପାକୁ ଶୁଭ ମନାଯାଏ। ପୁରୁଣା ଯୁଗରେ ସୁନା ଓ ରୂପାକୁ ସମ୍ପତ୍ତି ରକ୍ଷାର ସୁରକ୍ଷିତ ଉପାୟ ମନାଯାଉଥିଲା। ତେଣୁ ଧନତେରସ ଦିନ ଏହି ଧାତୁ କିଣିବା ଆର୍ଥିକ ସୌଭାଗ୍ୟର ସୂଚନା ମନାଯାଏ। ଧନତେରସ ଦିନ ସୁନା ଓ ରୂପା କିଣିବା ମାନେ ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ ଦେଇ ଘରକୁ ଧନ ସମୃଦ୍ଧି ଆଣିବା ଏବଂ ସମଗ୍ର ବର୍ଷ ଭଲ ଭାଗ୍ୟ ରହିବା ପାଇଁ ଆମେ ସୁନା ଓ ରୂପା କିଣିଥାନ୍ତି। ତ ଆଉ ଗୋଟେ କଥା ହିଁ ମନେ ରଖନ୍ତୁ, ଧନତେରସ ଦିନ ଝାଡ଼ୁ ଲୁଣ କିଣିବାକୁ ଜମା ବି ଭୁଲିବେନି। ତ ଭିଡ଼ିଓଟି ଭଲ ଲାଗିଥିଲେ ବହୁ ମାତ୍ରାରେ ସେୟାର କରନ୍ତୁ। ରହିଲି, ଜୟ ମା ଲକ୍ଷ୍ମୀ।